ସାର୍ ଆପଣଙ୍କୁ ନ୍ୟୁଜ୍ ରୁମକୁ ସ୍ୱାଗତ କରୁଛି। ସାର୍ ରାଜ୍ୟରେ ଯେଭଳି ଭାବେ ଗୋଟେ ଶୀତର ଲହରୀ ଲାଗି ରହିଥିଲା, କେଉଁଠି ନା କେଉଁଠି ଆଜି ଦେଖିବାକୁ ମିଳିଛି ଗତକାଲି ଅପେକ୍ଷା କିଛିଟା ମାତ୍ରାରେ କମ୍ ଶୀତ ଅନୁଭୂତ ହେଉଛି। ତେବେ ଆଜିର ୱେଦର କଣ୍ଡିସନ କେମିତି ରହିବ ତାକୁ ନେଇ କଣ କହିବେ ସାର୍? ନମସ୍କାର। ହଁ, ବର୍ତ୍ତମାନ ଆମର ଯୋଉ ଶୀତର ଯୋଉ ପ୍ରଭାବଟା ଟିକେ ଅଧିକା ଅଛି। 17 ତାରିଖ ଯୋଉ ଆରମ୍ଭ ହେଇଥିଲା ଆଉ 19 ଆଉ 20 ଯୋଉ 48 ଘଣ୍ଟା ରହିଲା, ଟିକେ ଶୀତର ପ୍ରଭାବ ଅଧିକା ଅଛି। ଶୀତର ପ୍ରଭାବ ଏବେ ଧୀରେ ଧୀରେ କମିବା ଆରମ୍ଭ ହବ। ଆପଣଙ୍କର 21 ତାରିଖରୁ ଯୋଉ ବାତାବରଣ ସୃଷ୍ଟି ହବ ସେଥିରେ ଶୀତର ପ୍ରଭାବ କମିବ, ଟିକେ ଗରମ କଣ୍ଡିସନ ବଢିବ। କିନ୍ତୁ ଓଭରଅଲ୍ ଆପଣଙ୍କର ଜାନୁଆରୀ ମାସରେ ଶୀତର ପ୍ରଭାବ ରହିବାର ଯଥେଷ୍ଟ ସମ୍ଭାବନା ରହୁଛି। 22 ତାରିଖ ପରେ 22 ରୁ ଯୋଉ 25 ସମୟ ସୀମା ରହୁଛି, 25-26 ସମୟ ସୀମା ରହୁଛି, ସେଇ ସମୟ ସୀମାରେ ତାପମାତ୍ରାରେ ଟିକେ ବୃଦ୍ଧି ଘଟିବ। ଆମର ସର୍ବୋଚ୍ଚ ତାପମାତ୍ରା ହଉ, ସର୍ବନିମ୍ନ ତାପମାତ୍ରା ହଉ, ତାପରେ ପୁଣି ବାୟୁର ଚଳନରେ ପରିବର୍ତ୍ତନ ହବ। ଯୋଉ ଆମର ସମୟ ସୀମା ରହୁଛି 26 ରୁ 28, ସେଥିରେ ପୁଣି ତାପମାତ୍ରା ଟିକେ କମି ଯାଇପାରେ। ତାପରେ ଓଭରଅଲ୍ ଆପଣଙ୍କର 21-22 ଠୁ ତାପମାତ୍ରାରେ ଧୀରେ ଧୀରେ ବୃଦ୍ଧି ଘଟିବ। କିନ୍ତୁ ଜାନୁଆରୀ ମାସରେ ଲାଗୁଛି ଶୀତର ଯୋଉ ସମ୍ଭାବନାଟା ରହିବ, କିନ୍ତୁ କମ୍ ବହୁତ ହବ। ବର୍ତ୍ତମାନ ଆପଣ ଟିକେ ଅଧିକା ଶୀତରେ ଅଛନ୍ତି, କିନ୍ତୁ 22 ରୁ 25 ସମୟରେ ଟିକେ ଗରମ କଣ୍ଡିସନରେ ଉଷୁମ କଣ୍ଡିସନରେ ରହିବେ। ପୁଣି 26-27 ଟିକେ ଥଣ୍ଡା ହବ, ପୁଣି 28 ରୁ ତାପମାତ୍ରା ବଢିବ, କିନ୍ତୁ ଧୀରେ ଧୀରେ ଶୀତର ମାତ୍ରାଟା କମି କମି ଯିବ। ସାର୍ ଯେଭଳି ଭାବେ ଆପଣ କହିଲେ 22 ରୁ ଟିକେ ଶୀତ କମିବ, ଏଇ ଯୋଉ ଶୀତ କମିବ ତାର ସାଇଣ୍ଟିଫିକ ରିଜନ କଣ ହେଇପାରେ? ମୋଟାମୋଟି ବାୟୁର ଚଳନ ହିଁ ତାର ପାଇଁକି ମୁଖ୍ୟତଃ ଦାୟୀ। ବର୍ତ୍ତମାନ ଆମର ଯୋଉ ଉତ୍ତର ପଶ୍ଚିମ ବାୟୁର ପ୍ରଭାବ ହଉଛି, ତା ସହିତ ଗୋଟେ ଗୁରୁଚାପ କ୍ଷେତ୍ରର ପ୍ରଭାବ ଅଛି ଆମର ଯୋଉ ମଧ୍ୟପ୍ରଦେଶ ଆଉ ଛତିଶଗଡ଼ ଉପରେ। ସେ ଗୁରୁଚାପ କ୍ଷେତ୍ର ଏ ଉତ୍ତର ପଶ୍ଚିମ ଶୁଷ୍କ ବାୟୁକୁ ଆମ ଅଞ୍ଚଳ ଆଡକୁ ପ୍ରଭାବ ବେଶୀ ଦଉଛି, ତେଣୁ ଶୀତ ଲାଗୁଛି। ସେ ଗୁରୁଚାପ କ୍ଷେତ୍ରଟା ଯେତେବେଳେ ଆମର ଆଗକୁ ଅଗ୍ରସର ହେଇକି ବଙ୍ଗୋପସାଗରକୁ ପଳେଇବ, ସେତେବେଳେ ଆପଣଙ୍କ ବଙ୍ଗୋପସାଗରରୁ ଉଷ୍ମ ଆଉ ଆର୍ଦ୍ରତା ପୂର୍ଣ୍ଣ ବାୟୁ ଓଡ଼ିଶା ଆଡକୁ ଯୋଉ 22 ରୁ 25 ସମୟ ସୀମା ରହୁଛି ଓଡ଼ିଶା ଆଡକୁ ଆସିବ। ତେଣୁ ସେଇ ପ୍ରଭାବରେ ଆପଣଙ୍କର ଶୀତର କମିଯିବ, କାରଣ ଉତ୍ତର ପଶ୍ଚିମ ବାୟୁକୁ ଏଇ ଗୋଟେ ଅବରୋଧକ ସୃଷ୍ଟି କରିବ, ତେଣୁ ଶୀତ କମିଯିବ। କିନ୍ତୁ ଧୀରେ ଧୀରେ ଆପଣ ଦେଖିବେ ବର୍ତ୍ତମାନ ଯୋଉ 17 ରୁ 19 ସମୟ ସୀମାରେ, ଟିକେ 21-20 ସମୟ ସୀମାରେ ଏବେ ଆମର ଏତେ ସକାଳ ବେଳା କୁହୁଡିର ସମ୍ଭାବନା ରହୁନି, କିନ୍ତୁ 22 ପରେ ଦେଖିବେ ସେ କୁହୁଡିର ଯୋଉ ମାତ୍ରାଟା ଟିକେ ଅଧିକା ହବ। ତାପରେ 23 ପରେ ଯୋଉ ତାପମାତ୍ରା ବି ଟିକେ ଅଧିକା ବୃଦ୍ଧି ଘଟିବ, ତେଣୁ ଶୀତ କମିଯିବ। ଯଦିଓ ପୁଣି 26-27 ସେ ଗୁରୁଚାପ କ୍ଷେତ୍ରଟା ଦୁର୍ବଳ ହେଇଯିବ, ପୁଣି ଉତ୍ତର ପଶ୍ଚିମ ବାୟୁ ପ୍ରଭାବରେ ଟିକେ ଥଣ୍ଡା ପୁଣି ବଢିବ। କିନ୍ତୁ ଯଦି ଆପଣ ଗୋଟେ ତୁଳନାତ୍ମକ ଭାବରେ ନେବେ ନଭେମ୍ବର ମାସ, ଡିସେମ୍ବର ମାସ, ପୁଣି ଜାନୁଆରୀ ମାସଟା ଯାକ ଗୋଟେ ମଡରେଟ୍ ଥଣ୍ଡା କଣ୍ଡିସନ ରହିବ। କିନ୍ତୁ ବର୍ତ୍ତମାନଠୁ ଧୀରେ ଧୀରେ ଯୋଉ ତାପମାତ୍ରା ଆଉ ଥଣ୍ଡାର ଯୋଉ ମାତ୍ରାଟା ମତେ ଲାଗୁଛି ସେ କମି କମି ହିଁ ଯିବ। ଯେଭଳି ଭାବେ ସାର୍ କୁହାଯାଉଥିଲା ଯେ 22 ତାରିଖ ବେଳକୁ ଥଣ୍ଡାର ମାତ୍ରା କମିବ, କିନ୍ତୁ ସେଇ ସମୟରେ କୁହୁଡି କିଛି ଅନୁଭୂତ ହେବ କି? କୁହୁଡି ଦେଖିବାକୁ ମିଳିବ କି? ହଁ, ଯେମିତି ଆପଣଙ୍କର କୁହୁଡିର ବର୍ତ୍ତମାନ ଯୋଉ ବାତାବରଣ ଅଛି, ଆର୍ଦ୍ରତାପୂର୍ଣ୍ଣ ବାୟୁ ଆସୁନି। ବର୍ତ୍ତମାନ ଧୀରେ ଧୀରେ ଆମର ଯୋଉ ଗୁରୁଚାପ କ୍ଷେତ୍ରଟା ବଙ୍ଗୋପସାଗର ଆଡକୁ ଯିବ, ସେ ଆର୍ଦ୍ରତାପୂର୍ଣ୍ଣ ବାୟୁକୁ ଓଡ଼ିଶା ଆଡକୁ ବାୟୁର ଯୋଉ ଚଳନଟାକୁ ଦିଗ ଦେଇଦବ। ତେଣୁ ସେଇ ଦିଗ ଦେଇଦେଲେ ଆପଣ ଦେଖିବେ 22 ତାରିଖରୁ ଟିକେ ଘନ କୁହୁଡି ମତେ ଲାଗୁଛି ଆମର ଯୋଉ ଉପକୂଳବର୍ତ୍ତୀ ଅଞ୍ଚଳରେ ଧୀରେ ଧୀରେ କୁହୁଡିର ମାତ୍ରାଟା ବି ବଢିବାର ସମ୍ଭାବନା ରହୁଛି। ଆଉ ଯୋଉ ଆପଣ ବର୍ତ୍ତମାନ ଯୋଉ ଦେଖୁଛନ୍ତି ବାଦଲ ବିହୀନ ଆକାଶ, ଉତ୍ତର ପଶ୍ଚିମ ବାୟୁ, ତେଣୁ ଥଣ୍ଡାର ପ୍ରଭାବଟା ଟିକେ ଅଧିକା ଲାଗୁଛି। ତେଣୁ ବର୍ତ୍ତମାନ ସେ ବାୟୁର ଚଳନ ଯେତେବେଳେ 22 ପରେ ସମୁଦ୍ରରୁ ସ୍ଥଳଭାଗକୁ ପ୍ରଭାବିତ ହବ, କୁହୁଡି ସମସ୍ୟାଟା ମତେ ଲାଗୁଛି ଟିକେ ବଢିବ।
ଥଣ୍ଡାର ଯୋଉ ସମସ୍ୟାଟା କମିବ। ସାର୍ ଆଗକୁ ବର୍ଷା ହେବାର କିଛି ସମ୍ଭାବନା ରହୁଛି କି? ବର୍ତ୍ତମାନ ତ ଯୋଉ ବାୟୁମଣ୍ଡଳ ପରିସ୍ଥିତି ଅଛି ଆପଣଙ୍କର ଯଦି ଉତ୍ତର ଭାରତକୁ ଦେଖିବେ ଆଉ ଦକ୍ଷିଣ ଭାରତକୁ ଦେଖିବେ ତାହେଲେ ଉତ୍ତର ଭାରତରେ ବର୍ଷାର ସମ୍ଭାବନା ରହୁଛି କାରଣ ପଶ୍ଚିମ ବାୟୁର ପ୍ରଭାବ ରହିବ, କିନ୍ତୁ ଦକ୍ଷିଣ ଭାରତରେ ସେମିତି ଦେଖିବେ ଘୂର୍ଣ୍ଣିବଳୟର ପ୍ରଭାବ ରହିବ। ଉତ୍ତର ଭାରତ ଯଦି ଆପଣ ନିର୍ଦ୍ଦିଷ୍ଟ ଭାବରେ ଦେଖିବେ 23 ରୁ ଯୋଉ 24 ସମୟ ସୀମା ରହୁଛି ଆଜ୍ଞା ଯେହେତୁ ଉତ୍ତର ଯୋଉ ଆମର ପଶ୍ଚିମ ଝଡ଼ ପ୍ରଭାବ ରହୁଛି ତେଣୁ ବର୍ଷା ତୁଷାରପାତ ଯୋଉ ଆମର ପାହାଡିଆ ରାଜ୍ୟ ଅଛନ୍ତି ସେଠି ରହିପାରେ ଉତ୍ତର ଭାରତରେ। ସେମିତି ଦକ୍ଷିଣ ଭାରତରେ ବି ଗୋଟେ ଘୂର୍ଣ୍ଣିବଳୟ ସକ୍ରିୟ ଅଛି, ତା ପ୍ରଭାବରେ ଯୋଉ ସମୟ ସୀମା ରହୁଛି 22 ରୁ ନେଇକି 25 ପର୍ଯ୍ୟନ୍ତ particularly ଆମର ଯଦି ଦକ୍ଷିଣ ଭାରତ ପ୍ଲସ୍ ଶ୍ରୀଲଙ୍କା ଏଇ ଅଞ୍ଚଳଟା ବର୍ଷା ରହିପାରେ। ଓଡ଼ିଶା ପରିପ୍ରେକ୍ଷୀରେ ଦେଖିଲେ ବର୍ତ୍ତମାନ ସେମିତି କିଛି ନାହିଁ। ମତେ ଲାଗୁଛି ମାସ ଶେଷ ଜାନୁଆରୀ ମାସ ଶେଷ ପରେ ପରେ କିଛିଟା ବାତାବରଣ କଣ୍ଡିସନ ବନୁଛି ପ୍ରଥମ ସପ୍ତାହ ଫେବୃଆରୀରେ, ସେତେବେଳେ ଦେଖିବା। ବର୍ତ୍ତମାନ ଓଡ଼ିଶା ପାଇଁ କି ବର୍ଷାର ମତେ କାହିଁ ଲାଗୁନି କିଛି ପ୍ରଭାବ ଅଛି। ଆଜ୍ଞା ସାର୍, ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କ ଆଲୋଚନା ପାଇଁ।